ନିଶ୍ଚିତ ଭାବରେ ଆମେ କହିପାରିବା ମମତା ମହାନ୍ତ ଯେତେବେଳେ ବିଜେପିରେ ଯୋଗ ଦେଇଛନ୍ତି এই ସମୟରେ ଚର୍ଚ୍ଚା ହଉଛି ଯେ ବିଜେପିର ଆଉ କିଛି ସାଂସଦ ରାଜ୍ୟସଭା ସାଂସଦ ଆପଣଙ୍କର ବିଜେପିର ଦଳ ଅଛନ୍ତି। ଯାହା ଖବର ଅଛି ଯେ ଆଉ ପାଖାପାଖି 3 ଜଣ ସାଂସଦ ବିଜେପିକୁ ଦେଇବା ପାଇଁ ଏକ ପ୍ରକାର ପ୍ରସ୍ତୁତ ହେଇକି ରହିଛନ୍ତି ଏବଂ ଯେକୌଣସି ସମୟରେ ଭାରତୀୟ ଜନତା ପାର୍ଟି ସେ ଚକମା ହେଇପାରେ ଏବଂ ଲାଗୁଛି ସେଥିରେ ଜଣେ ଆପଣଙ୍କର ମାନେ କହିପାରିବା ଉପକୂଳ ଏରିଆରୁ ଜଣେ ଅଛନ୍ତି ତା ଦେହରେ ପଶ୍ଚିମ ଓଡିଶାରୁ ଜଣେ ଅଛନ୍ତି ଯୋଉ 3 ଜଣ ଅଛନ୍ତି ତ ସେମାନେ ଏକ ପ୍ରକାର ଯୋଗ ଅଛନ୍ତି ଏବଂ ସେମାନଙ୍କ ଭିତରୁ ଜଣେ ପଶ୍ଚିମ ଓଡିଶାର ସାଂସଦ ନିକଟରେ ତାଙ୍କର ଯୋଉ ପ୍ରେସ୍ ମନ୍ତବ୍ୟ ରଖିଥିଲେ ଯୋଉଠି ସେ ଆପଣଙ୍କର ମୋଦୀ ସରକାରକୁ ପ୍ରଶଂସା କରିଥିଲେ ସେଥିରୁ ଅନୁମାନ କରାଯାଉଛି ବିଜେପିର ନିକଟବର୍ତ୍ତୀ ହେଉଛନ୍ତି ଏବଂ ଯେକୌଣସି ସମୟରେ ସେମାନେ ବିଜେଡି ପରିତ୍ୟାଗ କରିକି ବିଜେପିରେ ଯୋଗ ଦେଇପାରନ୍ତି ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ବିଜେପି ଯୋଗ ଚାହୁଁଛି ରାଜ୍ୟସଭାରେ ସେମାନଙ୍କର ତାଙ୍କର ଗୋଟେ ଷ୍ଟ୍ରେଂଥ ବଢେଇବା ପାଇଁ ଏବଂ ବିଜେଡିକୁ ଦୁର୍ବଳ କରିବା ପାଇଁ ସେଇ କ୍ରମରେ ବିଜେପି ସେଇଭଳି ରଣନୀତି ଆପଣେଇଛି ଏବଂ ରାଜନୀତିର ପ୍ରଥମ ଅଂଶ ସ୍ୱରୂପ ମମତା ମହାନ୍ତିକୁ ନିଜ ସମ୍ପର୍କକୁ ଆଣିବାକୁ ଦଳ ସକ୍ଷମ ହୋଇଛି। ଆଉ ଗୋଟେ ଜିନିଷ ହଉଛି ଯଦି ଏଭଳି ଲାଗି ରୁହେ ଏଠୁ ରାଜ୍ୟସଭାରୁ ବିଜେଡି ଶୂନ୍ୟ ହେଇଯିବନି ତ ପରବର୍ତ୍ତୀ ମୁହୂର୍ତ୍ତରେ ଯେ ସମ୍ପୂର୍ଣ୍ଣ ଲୋକସଭା ତ ନାହାନ୍ତି ରାଜ୍ୟସଭା ବି ଶୂନ୍ୟ ହେଇଯିବ ତାହେଲେ ବିଜେଡିର ଯୋଉ ଥିଲା କେନ୍ଦ୍ରରେ ଗୋଟେ ପ୍ରକାର ଦବଦବା ସମ୍ପୂର୍ଣ୍ଣ ବନ୍ଦ ହେଇଯିବ। ଦେଖନ୍ତୁ ବିଜେଡିର ପାଖାପାଖି 9 ସଦସ୍ୟ ଥିଲେ 9ରୁ ଜଣେ ଆସିଲା ପରେ ବର୍ତ୍ତମାନ 8 ଆସିଛନ୍ତି ଏବଂ ଆଉ 3 ଜଣ ଯଦି ପାଖାପାଖି ପଳେଇ ଯାଉଛନ୍ତି ତ ବିଜେଡିର 5 ପାଖାପାଖି ରହିବେ ଶୂନ୍ୟ ହେବାର ସମ୍ଭାବନା ନାହିଁ ଟିକେ କମ୍ ଅଛି କିନ୍ତୁ ଆମେ କହିପାରିବା ଯୋଉ ଆପଣଙ୍କର ବର୍ତ୍ତମାନ ବିଜେପିର ଯୋଉ ପାର୍ଲାମେଣ୍ଟାରୀ ପାର୍ଟି ଅଛି ଯୋଉଥିରେ ଆଉ 8 ଜଣ ରହିଯାଇଛନ୍ତି ସେମାନଙ୍କ ଭିତରେ ଗୋଟେ ଡିଭିଜନ ହେବାର ସମ୍ଭାବନା ରହିଛି ଏବଂ ଯଦି ଡିଭିଜନ ହେଇଯାଏ ତାହେଲେ ଆମେ କହିପାରିବା ବିଜେପିର ଯୋଉ ନ୍ୟାସନାଲ ପଲିଟିକ୍ସ ଯୋଉ ଷ୍ଟେକ୍ ରହିଛି ବା ଷ୍ଟାକ୍ ରହିଛି ସେଟା ବହୁତ ପରିମାଣରେ ହ୍ରାସ ପାଇବ ଏବଂ ଦଳ ପୂର୍ବ ଭଳି ଜାତୀୟ ରାଜନୀତି ସେତିକି ପ୍ରାଧାନ୍ୟ ପାଇପାରିବ ନାହିଁ। ଆଉ ଗୋଟେ ଜିନିଷ ସାର୍ ଏଇ ଯୋଉ ଏଭଳି ଯଦି ସବୁ ସାଂସଦ ଗଲା ପରେ ଏଇ ରାଜ୍ୟ ରାଜନୀତିରେ ବି ଗୋଟେ ରାଜ୍ୟରେ ବି ଗୋଟେ ହଟଚମଟ ଦେଖିବାକୁ ମିଳିପାରେ। ନିଶ୍ଚିତ ଭାବରେ ଜଣେ ସାଂସଦ ଆସିଥାନ୍ତି ସେଇଟା ବି କମ୍ ହଟଚମଟ ହେଇନାହିଁ ସେଇଟା ବି କମ୍ ଗୋଟେ ଛୋଟ ଧକ୍କା ନୁହେଁ ଆପଣଙ୍କର ବିଜୁ ଜନତା ଦଳ ପାଇଁ ଛୋଟ ଧକ୍କା ଲାଗିଛି ତ ଆଉ ଯଦି 3 ଜଣ ଚାଲି ଯାଉଛନ୍ତି ତାହେଲେ ଆମେ କହିପାରିବା ନବୀନ ପଟ୍ଟନାୟକଙ୍କର ନେତୃତ୍ୱ ପ୍ରତି ଆଉ ସେତିକି ନେତାମାନଙ୍କର ଭରସା ନାହିଁ ଯେତିକି ନିର୍ବାଚନ ପୂର୍ବରୁ ଥିଲା ଏବଂ ବର୍ତ୍ତମାନ ଆମେ ଦେଖୁଛେ କେବଳ ଆପଣଙ୍କର ଏଇ ଯୋଉ ଅସନ୍ତୋଷ ଜାହିର କରିବା କେବଳ ଆପଣଙ୍କର ସାଂସଦ ମାନଙ୍କ ଭିତରେ ସୀମିତ ନାହିଁ ଜିଲ୍ଲା ସ୍ତରରେ ମଧ୍ୟ ଆପଣ ଦେଖିବେ ବ୍ଲକ ସ୍ତରରେ ମଧ୍ୟ ଦେଖିବାକୁ ମିଳୁଛି ଆଗାମୀ ଦିନରେ ବିଜୁ ଜନତା ଦଳ ପାଇଁ ଏଭଳି ସ୍ଥିତି ଆହୁରି ଅଡୁଆଜନକ ପରିସ୍ଥିତି ଗୋଟେ ସୃଷ୍ଟି କରିପାରେ ବା ଅକଳ ପରିସ୍ଥିତିରେ ତାକୁ ପକେଇ ପାରେ। ଶେଷ ପ୍ରଶ୍ନ ରହିବ ଯଦି ଏଭଳି ସ୍ଥିତି ଲାଗି ରୁହେ ପଞ୍ଚାୟତ ନିର୍ବାଚନରେ ବି ଆର ଗୋଟେ ବଡ ପ୍ରଭାବ ପଡିପାରେ। ନିଶ୍ଚିତ ଭାବରେ ପଞ୍ଚାୟତ ନିର୍ବାଚନର ପ୍ରଭାବ ପଡିବ କାରଣ ପଞ୍ଚାୟତ ନିର୍ବାଚନ ପ୍ରାୟତଃ ଆପଣଙ୍କର ଶାସକ ଦଳ ସପକ୍ଷକୁ ଯାଇଥାଏ ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଦି ବଡ ନେତା ମାନେ ଆପଣଙ୍କର ଭାରତୀୟ ଜନତା ପାର୍ଟି ଆସୁଛନ୍ତି ସେମାନଙ୍କର ନିର୍ବାଚନ ପରିଚାଳନାରେ ପଞ୍ଚାୟତ ନିର୍ବାଚନ ଦଳ ବେଶ ଭଲ କରିବା ଏବଂ ପଞ୍ଚାୟତ ନିର୍ବାଚନ ଦଳ ଭଲ କରିବାର ସମ୍ଭାବନା ଦେଖାଦେଇଛି।